ସକାଳୁ ଗାଧୋଇ ଲୁଗାପଟା ନେଇ ଚାଲିଲି ଆଗ ଛାତ ଉପରକୁ ଶୁଖେଇ ଦେବା ପାଇଁ। କାହିଁକିନା ସୁଜି ଏବେ ଚଟକିନା ଆସିକି ପଟକିନା ପଳାଉଛନ୍ତି ଯେ ଜଣା ହିଁ ପଡ଼ୁନି। ସକାଳୁ ସକାଳୁ ଖରାରେ ଟିକେ ନ ବସିଲେ ଜମାରୁ ବି ଭଲ ଲାଗୁନି। ଥକି ଯାଇଥିବା ଶରୀରରେ ବଳ ଆଣିବା ପାଇଁ କୁଡ଼ମୁଡ଼ିଆ ପୁରୀ 2ଟା ଖାଇ ଦେଇଥିଲି। ଏଠି ସବୁ ଗାଈମାନଙ୍କୁ ଆମର ବାହାରକୁ ଛଡ଼ା ଯାଇଥିଲା। ତାପରେ ଏଠି ରୋଷେଇ କରିବା ପାଇଁ ଆସିଲି। ଭାତ ଡାଲି ଯାଇଥିଲା, ଭଜା ବସିଲା ବେଳେ ହଠାତ୍ କିନା ଗ୍ୟାସ୍ ସରିଗଲା। ରୋଷେଇ କରିକି ଏତେ ଥକି ଯାଇଥିଲି, ଆସିକି ରୁମ୍ରେ ଗୋଟେ ଅମୁଲ କୁଲ୍ ପିଇ ଦେଇଥିଲି। ଆଜି ଡାଲି ଭାତ ମିକ୍ସଚର ଆଣି ଖାଇବା ପାଇଁ ପଡ଼ିଲା ଯେହେତୁ ଗ୍ୟାସ୍ ସରିଯାଇଛି। ତାପରେ ସାଙ୍ଗମାନେ ଏତେ ଦିନ ପରେ ମୁଁ ୟୁଟ୍ୟୁବ୍ ପାଇଁ ଗୋଟେ ବେଷ୍ଟ ପ୍ରଡ଼କ୍ଟ ମୁଁ ଅର୍ଡ଼ର କରିଥିଲି, ପଳେଇ ଆସିଥିଲା। ସେଇଟା ମୁଁ ତ ଆଜି ବହୁତ ଖୁସି ଥିଲି। ତ ବହୁତ ଦରକାର ଥିଲା ଏଇ ପ୍ରଡ଼କ୍ଟଟା। ମୁଁ ମୋର ବଜେଟ୍ ଅନୁସାରେ ମୁଁ ଏ ପ୍ରଡ଼କ୍ଟଟା କିଣିଥିଲି। ମୋ ପାଖରେ ଏତେ ବି ପଇସା ନଥିଲା ଯେ ମୁଁ 3-4 ହଜାର ଭିତରେ କିଣି ପାରିଥାନ୍ତି। ତ ମୋ ବଜେଟ୍ ଅନୁସାରେ ମୁଁ କିଣିଥିଲି, ପଡ଼ିଥିଲା ମୋତେ 1500। ସେ ଖୁସିରେ ମୁଁ ଚାହା ବନେଇକି ସନ୍ଧ୍ୟାବେଳେ ସ୍ୱାମୀର ମୋର ଚାହା ପିଇଥିଲୁ। ଆଜି ଆପଣମାନେ ତ ଜାଣିପାରିଥିବେ ଆମ ମୁହଁ ଦେଖିକି ଆଜି ଆମେ କେତେ ଖୁସି ଅଛୁ। ରହୁଛୁ ସାଙ୍ଗମାନେ, ଜୟ ଜଗନ୍ନାଥ। ପୁଣି ଥରେ ଦେଖା ହବା।